ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ତିଆରି ହେଇଛି ଦେଶୀ ଓଲର ଭର୍ତ୍ତା ଯୋଉଟାକି ମୋ ସାନ ଭାଉଜ ବଡ଼ବିଲ ତିଆରି କରିଛନ୍ତି। ସାଧାରଣତଃ ଲୋକ ଓଲ ଖାଇବାକୁ ଖୋଜନ୍ତିନି ପାଟି କୁଣ୍ଡେଇ ହେବ ବୋଲି, କିନ୍ତୁ ଥରେ ଏମିତି କରିକି ଦେଖିବେ ଜମା ପାଟି କୁଣ୍ଡେଇ ହେବନି। ଓଲକୁ ଧୋଇ ଚୋପା ଛଡ଼େଇ ପ୍ରେସର କୁକରରେ ହାଇ ଫ୍ଲେମ୍ରେ 3ଟା ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ସିଝେଇକି ଟିକେ ବାହାରକୁ ରଖିଦେବେ। ଟିକେ ଥଣ୍ଡା ହେଲା ପର୍ଯ୍ୟନ୍ତ ତାକୁ ଅଲଗା ରଖିଦେବେ। ତାପରେ କିଛି କଞ୍ଚା ଲଙ୍କା ରସୁଣ ଯେତିକି ଲଙ୍କା ଆପଣଙ୍କ ଦରକାର ନା, ସେ ଲଙ୍କା ରସୁଣକୁ ଟିକେ ଛେଚିଦେବେ, ଦରଛେଚା କରିବେ। ମୋ ସାନ ଭାଉଜ ଶିଳପୁଆରେ ଛେଚିଛନ୍ତି। ଶିଳପୁଆରେ ଯାହା ବି ଛେଚିକି ମସଲା କରନ୍ତୁ ବହୁତ ଟେଷ୍ଟ ଲାଗେ। ତାପରେ କିଛି ସେ ଓଲକୁ ଯେଉଁ ରଖିଥିବେ ସିଝେଇକି ତାକୁ ମଧ୍ୟ ଶିଳପୁଆରେ ତାକୁ ଛେଚିଦେବେ, ତାକୁ ପୁରା ପାଲିସ କରିଦେବେ, ନରମ କରିଦେବେ, ଯେମିତି ଗୋଟା ଗୋଟା ରହିବନି। କଡ଼େଇରେ କିଛି ତେଲ ନେଇଯିବେ। ତେଲ ଗରମ ହେଲା ପରେ କିଛି ଶୁଖିଲା ଲଙ୍କା ଜିରା ଟିକେ ଫୁଟଣ ଦେଇଦେବେ। ଫୁଟିଗଲା ପରେ ସେ ଯେଉଁ କଞ୍ଚା ଲଙ୍କା ଆଉ ରସୁଣ ଛେଚିକି ରଖିଥିବେ ନା, ସେଟାକୁ ଦେଇକି ଭଲ ଭାବରେ ଭାଜିବେ। ଟିକେ ରସୁଣିଆ ସ୍ମେଲ୍ ପଳେଇଲା ପରେ ଅଳ୍ପ ହଳଦୀ ଗୁଣ୍ଡ, ଅଳ୍ପ ଟିକେ କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇକି ଭଲକି ଗୋଳେଇ ଦେବେ। ତାପରେ କିଛି କଟା ଟମାଟୋ ନେଇଯିବେ। କଟା ଟମାଟୋ ନେଇକି ଭଲ ଭାବରେ ମିଶାଇ ଦେବେ। କଟା ଟମାଟୋ ଦେଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବେ। ଟମାଟୋରେ ଲୁଣ ଦେଲା ପରେ ଟମାଟୋ ଟିକେ ନରମ ହେଇଯିବ। ତାପରେ ସେଇ ଯେଉଁ ଓଲ ଭର୍ତ୍ତାଟାକୁ ଛେଚିକି ରଖିଥିବେ, ସେଇ ଓଲ ଭର୍ତ୍ତାଟାକୁ ସେଥିରେ ଦେଇଦେବେ, ମିଶାଇଦେବେ। ସେ ମସଲାରେ ଭଲ ଭାବରେ ଯେମିତି ଟିକେ ମିଶିଯିବ। ଓଲ ଭର୍ତ୍ତାଟି ମସଲାରେ ଭଲ ଭାବରେ ମିଶିଗଲା ପରେ ତାକୁ ଭଲ ଭାବରେ ମିଶାମିଶି କରିଦେଇ ସାରିଲା ପରେ କିଛି କଟା ଧନିଆ ପତ୍ର ଦେଇଦେବେ। ଏହି ଓଲ ଭର୍ତ୍ତା ଗରମ ଭାତରେ ବହୁତ ଭଲ ଲାଗେ ଖାଇବାକୁ। ଆଉ ଓଲ ଖାଇଲେ ହିଁ ପେଟ ପରିଷ୍କାର ରହିଥାଏ। ଯଦି ମୋ ରୋଷେଇ ଆପଣମାନଙ୍କୁ ଭଲ ଲାଗିଥିବ, ମୋତେ ୟୁଟ୍ୟୁବରେ ସବସ୍କ୍ରାଇବ୍, ଫେସବୁକ୍ ପେଜ୍, ଇନଷ୍ଟାଗ୍ରାମରେ ଫଲୋ କରିନେବେ।